ପିଲାମାନେ ଆଜି ଆମେ ଷଷ୍ଠ ଶ୍ରେଣୀ ସାହିତ୍ୟ ସୁଧା ବହିର ପ୍ରଥମ କବିତାଟି ପଢ଼ିବା, ଯାହାର ନାଁ ହେଉଛି ଜନ୍ମଭୂମି। ତ ଜନ୍ମଭୂମି ବିଷୟରେ ଆଜି ଆମେ ଜାଣିବା ଆଉ କବିତାଟିକୁ ଭଲ ଭାବରେ ବୁଝିବା। ତା ପୂର୍ବରୁ ଆମେ ଜାଣିବା କବି କିଏ। ତ ଜନ୍ମଭୂମି କବିତାର କବି ହେଉଛନ୍ତି ମଧୁସୂଦନ ରାଓ। ତ ମଧୁସୂଦନ ରାଓଙ୍କ ବିଷୟରେ ଆମେ ଆଗେ ତାର ଜାଣିଦେବା, କବି ପରିଚୟ ଜାଣିଦେବା, ତାପରେ କବିତାଟିକୁ ଭଲସେ ଆବୃତ୍ତି କରି ପଢ଼ିବା। ବୁଝିହେଲା? ତ ଦେଇଛି ଏଠାରେ କବି ହେଉଛନ୍ତି ମଧୁସୂଦନ ରାଓ। ଭକ୍ତ କବି ତାଙ୍କର ଉପାଧି ତାଙ୍କର ଭକ୍ତ କବି। ତ ଭକ୍ତ କବି ମଧୁସୂଦନ ରାଓ ବୋଲି କୁହାଯାଏ। ସେ କେବେ ଜନ୍ମଗ୍ରହଣ କରିଥିଲେ? 1835 ରୁ 1812। ଏଠାରେ 1835 ଭୁଲ ଦେଇଛି, 1853ରୁ ହେବ। 1853 ରୁ 1912। ତ ତାଙ୍କର ଜନ୍ମ ଆଉ ମୃତ୍ୟୁ। ତ ଭକ୍ତ କବି ମଧୁସୂଦନ ରାଓ ପୁଣ୍ୟଧାମ ପୁରୀ ସହରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ରଚିତ କ'ଣ ସେ ଲେଖିଛନ୍ତି? ପଦ୍ମ, ପ୍ରଭାତ, ପୃଥିବୀ ପ୍ରତି, ବସନ୍ତ ଗାଥା, ଉତ୍କଳ ଗାଥା, ନିର୍ବାସିତର ବିଳାପ ପ୍ରଭୃତି କବିତା ଗୁଡ଼ିକ ଖୁବ୍ ସରଳ ଓ ମନମୁଗ୍ଧକର। ତ ଜନ୍ମଭୂମି କବିତାରେ କବି ଜନ୍ମ ମାଟିର ଯଶଗାନ କରିଛନ୍ତି, ମାନେ ଭାରତ ମାଆର ଯଶଗାନ କରିଛନ୍ତି। ତ ବୁଝିପାରିଲ ପିଲାମାନେ, ସେ କେଉଁଠି ଜନ୍ମଗ୍ରହଣ କରିଥିଲେ? ପୁରୀ ଜିଲ୍ଲାରେ, ପୁରୀ ସହରରେ ଜନ୍ମଗ୍ରହଣ କରିଥିଲେ। ଆଉ ତାଙ୍କର କବିତା କ'ଣ? ତାଙ୍କ ରଚନା କ'ଣ? ପଦ୍ମ, ପ୍ରଭାତ, ପୃଥିବୀ ପ୍ରତି, ବସନ୍ତ ଗାଥା, ଉତ୍କଳ ଗାଥା, ନିର୍ବାସିତର ବିଳାପ। ତ ଏଗୁଡ଼ିକ ତାଙ୍କର ସବୁ ରଚିତ ବା ଲେଖା। ବୁଝିପାରିଲ? ତ ଆମେ ଏବେ ଚାଲ କବିତାଟିକୁ ଆବୃତ୍ତି କରିବା ଭଲ ଭାବରେ, ତାପରେ ଆମେ ତାର ଅର୍ଥ ବୁଝିବା। ତ ଏଠି ଦେଖ ପିଲାମାନେ, କୋଉ ରାଗରେ ଲେଖା ହେଇଛି? ଏଠି ଚୋଖୀ ରାଗରେ, ଯେଉଁ ଛନ୍ଦ, ଯେଉଁଟାକି ଛନ୍ଦ, ଆମେ ରାଗ ଅର୍ଥ ରାଗିବା ନୁହଁ। ଏଠାରେ ରାଗ ଅର୍ଥ ସ୍ୱର କରିକି ଯେଉଁ ଗୀତ ଗାଆନ୍ତି, ତ ସେଇଟାକୁ ଆମେ ରାଗ ବୋଲି କହିଥାନ୍ତି। ତ ଚାଲ, ଏଇଟା ହେଉଛି ଚୋଖୀ ଛନ୍ଦରେ ଲେଖାଯାଇଛି ବା ରାଗରେ ଲେଖାଯାଇଛି। ତ ଆମେ ପ୍ରଥମେ କବିତାଟିକୁ ଆବୃତ୍ତି କରିବା। କ'ଣ ଦେଇଛି ଦେଖିବା? ପ୍ରଥମ ପଦରେ ଦେଇଛି, ଆମେ ଦେଖିବା, ସ୍ୱର କରିକି ପଢ଼ିବା। ତ ପିଲାମାନେ ମୋ ସହିତ ବି ତମେମାନେ ଉଚ୍ଚାରଣ କରିବ। ମୁଁ ଭାବୁଛି ତମେମାନେ ବି ନିଶ୍ଚିତ ଉଚ୍ଚାରଣ କରିବ। ତ ଚାଲ ଦେଖିବା। ତୁହି ମା ଜନମ ଭୂମି ପବିତ୍ର ଭାରତ ଭୂମି, ତୋହରି ସନ୍ତାନ ଆମେ ଅଟୁ ସରବେ, ତୋର ଶ୍ରୀଚରଣେ ସେବା ପାଇ ମନ ପ୍ରାଣ ଦେବା, ଗାଇବା ତୋହର ନାମ ଆନନ୍ଦ ରବେ, ତୋ ଆନନ୍ଦେ ହୋଇବା ସୁଖୀ, କାନ୍ଦିବା ଦୁଃଖରେ ତୋର ହୋଇନା ଦୁଃଖୀ, ଧନ୍ୟ ମହିମା ତୋହର ନାହିଁ ତାର ପଟାନ୍ତର, ମସ୍ତକରେ ହିମାଳୟ ପର୍ବତ ବର, ଦୁଇ ପାରୁ ସେ ଜଳଧି ବ୍ରହ୍ମପୁତ୍ର ସିନ୍ଧୁ ନଦୀ, ଚରଣରେ ବିରାଜିତ ମହାସାଗର ବିନ୍ଧ୍ୟଗିରି ବରକଟିରେ, ଗଙ୍ଗାଦି କେତେ ନଦୀ ଶୋଭେ ଶରୀରେ। ତ ଏଇଟା ଥିଲା ଦୁଇଟି ପଦ। ତାପରେ ଦୁଇଟି ପଦ ଅଛି, ଆମେ ଏଇ ପଦ ଦୁଇଟିକୁ ପଢ଼ି ସାରିଲା ପରେ ଏଇଟା ପୁଣି ଭଲସେ ସ୍ୱର କରିକି ପଢ଼ିବା ଆଉ ତାର ମିନିଂ ବୁଝିବା। ତ ଚାଲ ପ୍ରଥମେ ଆମେ ଏଇ ଦୁଇଟି ପଦର ମିନିଂ ବୁଝିଦେବା। ହେଇଛି, ତୁହି ମା ଜନମ ଭୂମି ପବିତ୍ର ଭାରତ ଭୂମି, ତୋହରି ସନ୍ତାନ ଆମେ ଅଟୁ ସରବେ। ତ ଏଠାରେ ପିଲାମାନେ ସରବେର ଅର୍ଥ ମାନେ ସର୍ବେ, ମାନେ ସମସ୍ତେ। ସରବର ଅର୍ଥ ସମସ୍ତେ। ବୁଝିହେଲା କି? ନା ସର୍ବେ। ତ ଏଠି କବି କିଏ? ମଧୁସୂଦନ ରାଓ। କ'ଣ କହିଛନ୍ତି? ତୁହି ମା ଜନମ ଭୂମି, ତୁ ହେଉଛି ଆମରି ମା, ତୁ ଆମର ଜନ୍ମଭୂମି। ସେ ମା କିଏ? ସେ ହେଉଛନ୍ତି ପବିତ୍ର ଭାରତ ଭୂମି। ତୋ ନାଁ ହେଉଛି ଭାରତ। ଆମେ ଯେଉଁଠି ଜନ୍ମଗ୍ରହଣ କରିଛୁ ସେ ହେଉଛି ବହୁତ ପବିତ୍ର। ତ ଏଠାରେ କବି କହୁଛନ୍ତି, ହେ ମା ଭାରତ ଭୂମି, ଆମ ଜନ୍ମଭୂମି, ତୁ ହେଉଛୁ ବହୁତ ପବିତ୍ର। ଆଉ କବିଠାରେ ଭାରତ ଭୂମି ବା ଜନ୍ମଭୂମିକୁ ମା ସହିତ ତୁଳନା କରିଛନ୍ତି। କାହିଁକି ନା ଆମେ ମା କୋଳରେ ଜନ୍ମ ଲାଭ କରିଥାଉ, ତ ସେଥିପାଇଁ ଆମେ ନିଜ ମାଆକୁ ମା ବୋଲି କହିଥାଉ। ତ ଭାରତ ଆମ ଦେଶ ହେଲେ ଆମେ ଭାରତର ଭୂମିରେ ଜନ୍ମଗ୍ରହଣ କରିଛନ୍ତି, ତେଣୁ ଭାରତର କୋଳରେ ଜନ୍ମଗ୍ରହଣ କରିଛନ୍ତି। ତେଣୁ ଭାରତକୁ ଆମେ ବା ଆମ ଜନ୍ମଭୂମିକୁ ଆମେ ମା ବୋଲି ତୁଳନା, ମାନେ କବି କରିଛନ୍ତି ବା ଆମେ ମା ବୋଲି କହିବା। ତ ବୁଝିପାରିଲ ପିଲାମାନେ?
ତୋହରି ସନ୍ତାନ ଆମେ ଅଟୁ ସରବେ। ଯେହେତୁ ତୋ ଭୂମିରେ ଜନ୍ମ ଲାଭ କରିଛୁ, ତତେ ମା ବୋଲି ଡାକୁଛୁ, ତୁ ହଉଛୁ ଆମର ପବିତ୍ର ଭାରତ, ତ ତେଣୁ ଆମେ ସମସ୍ତେ ତୋରି ସନ୍ତାନ, ଆମେ ସମସ୍ତେ ତୋରି ସନ୍ତାନ ଅଟୁ। ବୁଝିଲେ କି ପିଲାମାନେ? ତାପରେ ତୋର ଶ୍ରୀଚରଣେ ସେବା ପାଇଁ ମନ ପ୍ରାଣ ଦେବା, ଗାଇବା ତୋର ନାମ ଆନନ୍ଦ ରବେ। ମାନେ ତୋର ଶ୍ରୀଚରଣେ, ତୋର ସେଇ ଶ୍ରୀ ମାନେ ସୁନ୍ଦର ଚରଣ, ଶ୍ରୀ ଅର୍ଥ ସୁନ୍ଦର, ସୁନ୍ଦର ଚରଣରେ ମାନେ ପାଦରେ, ଆମେ ପାଦରେ ସେବା କରିବାକୁ ଚାହୁଁଛୁ, ତୋ ସୁନ୍ଦର ପାଦକୁ ଆମେ ସେବା କରିବାକୁ ଚାହୁଁଛୁ। କଣ କିପରି ସେବା କରିବାକୁ ଚାହୁଁଛୁ? ପାଇଁ ମନ ପ୍ରାଣ ଦେବା, ମନ ପ୍ରାଣ ଦେଇ ସେବା କରି ଗାଇବା ତୋର ନାମ ଆନନ୍ଦ ରବେ। ସେବା କରିକି କଣ ତୋ ନାଁକୁ ଆମେ ଆନନ୍ଦର ସହିତ ଗାଇବାକୁ ଚାହୁଁଛୁ। ତୋ ନାଁ ଆମ ଭାରତ ଭୂମି ବା ଜନ୍ମଭୂମିର ନାଁକୁ ଆନନ୍ଦର ସହିତ ଆମ କଣ୍ଠରେ, ରବେ ଅର୍ଥ କଣ୍ଠରେ ଗାଇବାକୁ ଚାହୁଁଛୁ। ପିଲାମାନେ ଏଠି ସର୍ବେ ଅର୍ଥ ସମସ୍ତେ, ଆଉ ରବେ ଅର୍ଥ କଣ୍ଠରେ, ଆମ କଣ୍ଠରେ ତୋ ଚରଣର ସେବା କରିକି ତୋ ପାଇଁ ଗୀତ ଗାଇବାକୁ, ମନ ପ୍ରାଣ ଦେଇ ସେବା କରିକି ତୋ ପାଇଁ ଗୀତ ଗାଇବାକୁ ଚାହୁଁଛୁ। ତାପରେ ଦେଇଛି ତୋ ଆନନ୍ଦେ ହୋଇବା ଖୁସି ସୁଖୀ, କାନ୍ଦିବା ଦୁଃଖରେ ତୋର ହୋଇନ ଦୁଃଖୀ। ତୁ ଯେତେବେଳେ ଆନନ୍ଦ ହଉ ଏ ଭାରତ ମା, ତୁ ଯେତେବେଳେ ଆନନ୍ଦ ସୁଖରେ ଥାଉ, ଆମେ ତୋ ସୁଖରେ ସୁଖୀ ହୋଇବୁ। ଆଉ ଯେତେବେଳେ ତୁ ଦୁଃଖରେ ରହିବୁ, ତୋ ଦୁଃଖରେ ମଧ୍ୟ ଆମେ ଦୁଃଖୀ ହବୁ, ଭାଙ୍ଗି ପଡ଼ିବୁ। ବୁଝିଲା କି? ଧନ୍ୟ ମହିମା ତୋର ନାହିଁ ତାର ପଟାନ୍ତର, ମସ୍ତକରେ ହିମାଳୟ ପର୍ବତ ବର। ବଢ଼ିଆ ଦେଇଛି ପିଲାମାନେ। ଏଠାରେ କବି କହୁଛନ୍ତି ଧନ୍ୟ ମହିମା ତୋର, ତୋ ମହିମା ମାନେ ଅପାର, ମାନେ ତୋ ସହିତ ତୁଳନା କରିହବ ନାହିଁ, ମହିମା ତୋର ବହୁତ ଧନ୍ୟ। ନାହିଁ ତାର ପଟାନ୍ତର, ତାର କାହା ସହିତ ତୁଳନୀୟ ନୁହଁ, ପଟାନ୍ତର ଅର୍ଥ ତୁଳନୀୟ ନୁହଁ। ବୁଝିପାରିଲେ ପିଲାମାନେ? ନାହିଁ ତାର ମାନେ ସେ ଜନ୍ମଭୂମିର ପଟାନ୍ତର ନାହିଁ। ମସ୍ତକରେ ହିମାଳୟ ପର୍ବତ ବର। ଆଚ୍ଛା, କାହିଁକି ମସ୍ତକରେ କହିଛି ହିମାଳୟ ପର୍ବତ? ଭାରତର ମସ୍ତକରେ କୋଉଠି ହିମାଳୟ ପର୍ବତ ଅଛି ବୋଲି ତୁମେ ଜାଣିପାରୁଛ? ତ ଜାଣିପାରୁନ ଯଦି ଏବେ ଜାଣିବା। ତ ଆମେ ଗୋଟେ ଚିତ୍ର ଆଙ୍କିବା ଆମ ଭାରତର। ତ ଏଇଟା କିପରି ମାନେ ଭୁଲ ଭାଲ ହେଇଥାଇପାରେ, ମାନେ ଠିକ୍ ଠାକ୍ ନୁହଁ, ନହେଲେ ତାପରେ ବି ଆମେ ଦେଖିବା ଏଇପରି ଭାବରେ ଗୋଟେ ଚିତ୍ର ଆଙ୍କି ଆମେ ଭାରତ ମାନଚିତ୍ର କରିଦେଲେ। ତ ଦେଖିଲେ ତ ଏଠି କାହିଁକି କହିଛି ମସ୍ତକରେ ହିମାଳୟ ପର୍ବତ ବର? ତ ମସ୍ତକରେ ମାନେ ଭାରତ ଏଇଟା ହେଲେ, ଆର ତଳ ଭାଗଟା ଏଇଟା, ଆଉ ହାତ ଦିଟା କହିବାକୁ ଗଲେ ଏଇଟା, ଆଉ ଉପରଟା ଏଇଟା, ତ ଏଇଟା ମସ୍ତକ ଆମେ କହିବା ଏପଟକୁ। ତ ମସ୍ତକ ମାନେ ଏଇଠି ଆମର ଦେଖ ପିଲାମାନେ, ଏଇଠି ଯୋଉଟା କାଟିଦେଲି ମୁଁ, ଦେଖ ଆଉ ଥରେ ଦେଖ। ତ ଏଇଟା ଭଲସେ ହେଲାନି। ତ ଏଇପଟେ ଆମର କଣ ହିମାଳୟ ପର୍ବତ ଯାଇଛି, ତ ତେଣୁ ମସ୍ତକରେ ହେଲା କି ନାଇଁ, ଭାରତ ମାର ମସ୍ତକରେ। ତ ହିମାଳୟ ପର୍ବତ ଏଇଠି ଥିବାରୁ ଆମେ ମସ୍ତକରେ କହୁଛନ୍ତି ପର୍ବତ, ମାନେ ପର୍ବତ ମାନେ ପାହାଡ଼, ତ ହିମାଳୟ ପର୍ବତ ଅଛି, ତ ହିମାଳୟ ପର୍ବତ ମସ୍ତକରେ କୁହାଯାଇଛି। ତ କହୁଛନ୍ତି ତୋର ମା, ତୋର ହଉଛି ମହିମା ଧନ୍ୟ, ଆଉ ତୋର ନାହିଁ ପଟାନ୍ତର, କାହା ସହିତ କଳନା କରିହବନି ତତେ, କାହିଁକି ନା ତୋ ମସ୍ତକରେ ଶୋଭା ପାଉଛି କଣ ହିମାଳୟ ପର୍ବତ। ବୁଝିଲେ କି? ଦୁଇ ପାରୁ ସେ ଜଳଧି ବ୍ରହ୍ମପୁତ୍ର ସିନ୍ଧୁ ନଦୀ, ଚରଣରେ ବିରାଜିତ ମହାସାଗର। ଦେଖ ଏଇଟା ପୁଣି ମୁଁ କାଟିଦେଲି, ଆଉ ଥରେ କରିଦେବା। ଯେତେଥର କରିବା ସେତେଥର ପ୍ରାକ୍ଟିସ୍ ହବ। ବୁଝିଲା କି? ତ କରିବାରେ କିଛି ବି ଅସୁବିଧା ନାହିଁ। ଦେଖ ତ ଏଇଟା ସରି ଆମ ଭାରତର ମାନଚିତ୍ର ପାଖାପାଖି ମାନେ ଖରାପ ହେଲେ ବି ପାଖାପାଖି ଦେଖାହେଉଛି। ତ ଦେଖ ତାହେଲେ ଦୁଇ ପାରୁ ସେ ଜଳଧି, ଜଳଧି ମାନେ କ'ଣ? ଜଳଧି ମାନେ ସମୁଦ୍ର। ତ ଦୁଇ ପାରୁ ସେ ସମୁଦ୍ର, କାହିଁକି ନା ଏପଟେ ବି ସମୁଦ୍ର, ଏପଟେ ଏଇ ପାଣି ଏଗୁଡ଼ା ବି ସମୁଦ୍ର। ତ ଏଇ ସମୁଦ୍ରର ନାଁ କ'ଣ? ଏଇଟା ବଙ୍ଗୋପସାଗର, ଏଇଟା ଆରବ ସାଗର। ତ ଦୁଇ ପାରୁ ସେ ସମୁଦ୍ର। ଆଉ ଗୋଟେ କ'ଣ ଅଛି? ବ୍ରହ୍ମପୁତ୍ର ସିନ୍ଧୁ ନଦୀ। ବ୍ରହ୍ମପୁତ୍ର କୋଉଠି ଅଛି? ଏଇଠି ବ୍ରହ୍ମପୁତ୍ର ଆସିଛି, ଏଇପଟୁ ବ୍ରହ୍ମପୁତ୍ର ଆସିକି ଏମିତି ମିଶିଛି, ଭାରତକୁ ପଶିଛି। ଏଇପଟେ କୁଆଡ଼େ ଗଲା? ଏଠି ଇରେଜ୍ କରିବା ପାଇଁ କିଛି ନାହିଁ। ହଁ, ଏଇଠି ଆଉ ଗୋଟେ କଲର୍ରେ କରିବା, ଜାଣିପାରିବ। ଆଉ ଗୋଟେ କଲର୍ରେ କରିଲେ ଜାଣିପାରିବ। ତ ଏଇଠି ଆସିଛି ଦେଖ ପିଲାମାନେ, ଏଠି ଆସିଛି ଆମର
କି ନଦୀ? ବ୍ରହ୍ମପୁତ୍ର ନଦୀ ହଉନି। ଆଚ୍ଛା ଏଟା ଇରେଜ ହେଇଯାଉଛି। ଏ ଦେଖ ହଉନି କାହିଁକି? ଦେଖ ପିଲାମାନେ, ଏଇଠି ଅଛି ବ୍ରହ୍ମପୁତ୍ର ନଦୀ। ବ୍ରହ୍ମପୁତ୍ର ଏଇଠୁ ଆସିଛି, ଭାରତରେ ପଶିଛି। ଭାରତରେ ପଶିକି ଯାଇକି ବଙ୍ଗୋପସାଗରରେ ପଡ଼ିଛି। ତାପରେ ଆସିଛି କିଏ? ସିନ୍ଧୁ ନଦୀ। ସିନ୍ଧୁ ନଦୀ ମଧ୍ୟ ଏଇପଟୁ ବାହାରିଛି। ସିନ୍ଧୁ ନଦୀ ଏଇଠୁ ଯାଇଛି, ଏପଟେ ଯାଇକି ଆସିଛି ବଙ୍ଗୋପସାଗରରେ, ଆରବ ସାଗରରେ ପଡ଼ିଛି। ତ ଦୁଇ ପାଖେ ସିନ୍ଧୁ ନଦୀ ବ୍ରହ୍ମପୁତ୍ର ନଦୀ ହେଲା କି ନାହିଁ? ଆଉ ଦୁଇ ପାର୍ଶ୍ୱ କ'ଣ ହେଲା? ଆରବ ସାଗର ଆଉ ବଙ୍ଗୋପସାଗର। ଚରଣରେ ବିରାଜିତ ମହାସାଗର। ଆଚ୍ଛା ଏଇଠି ଦେଖିପାରୁଛ ପିଲାମାନେ, ଏଇଟା ଚରଣ ତାର। ତା ତଳକୁ ଗଲେ ଏଇଟା କଟିଯିବ, ମୁଁ ସେଥିପାଇଁ କରୁନି। ତଳକୁ ମାନେ ଲାଗିଛି କ'ଣ? ଯେଉଁ ମହାସାଗର ମାନେ ଭାରତ ମହାସାଗର। ଜଳଧି ମାନେ ଖାଲି ସାଗର, କିନ୍ତୁ ମହାସାଗର ମାନେ ଆମର ଯେଉଁ ମହାସାଗର, ସମୁଦ୍ର ଠାରୁ ଆହୁରି ବଡ଼ ମହାସାଗର, ତ ସେଇଟା ହେଉଛି ଜଳଧି କୁହାଯାଏ। ସରି, ମହାସାଗର କୁହାଯାଏ। ତ ମହାସାଗରଟା ହେଉଛି ଆମର କ'ଣ ଅଛି? ଭାରତ ମହାସାଗର। ବୁଝିପାରିଲ ପିଲାମାନେ? ଦୁଇ ପାର୍ଶ୍ୱ ପିଲାମାନେ ଅଛି ଜଳଧି ମାନେ ଆରବ ସାଗର, ବଙ୍ଗୋପସାଗର। ଆଉ ଗୋଟେ କ'ଣ ଏପଟେ ଅଛି? ବ୍ରହ୍ମପୁତ୍ର ନଦୀ, ସିନ୍ଧୁ ନଦୀ। ଆଉ ତଳେ ମାନେ ଚରଣ ମାନେ ଏଇଟା ପାଦ କୁହା ହେଉଛି। ତ ଚରଣରେ ଅଛି। ପିଲାମାନେ କଟିଗଲା, ଦେଖିବା। ଦେଖ ପିଲାମାନେ, କ'ଣ ଅଛି? ଚରଣରେ ବିରାଜିତ ମହାସାଗର ମାନେ ପାଦ ତଳେ ଅଛି ଭାରତ ମହାସାଗର। ତାପରେ ରହିଲା ବିନ୍ଧ୍ୟଗିରି ବରକଟିରେ ଗଙ୍ଗା ଆଦି କେତେ ନଦୀ ଶୋଭେ ସରୀରେ। ତାହେଲେ ଦେଇଛି ବିନ୍ଧ୍ୟ ଗିରିବର କଟିରେ। କଟିରେ ମାନେ ଅଣ୍ଟା, କଟି ମାନେ ଅଣ୍ଟା, ମନେ ରଖ। ତାହେଲେ ଭାରତର ଚରଣ ଯଦି ଉପରେ ହେଲା, ତଳ ଯଦି ଆମର ମସ୍ତକ ଯଦି ଉପରେ ହେଲା, ଚରଣ ଆମେ ତଳକୁ କହିଲେ, ତା କଟିରେ ମାନେ ମଝିରେ, ଆମ ଭାରତ ମାନଚିତ୍ର କଲା ଯଦି ତାର ମଝିରେ କ'ଣ ଅଛି? ତା ମଝିରେ ଅଛି ଆମର ଏଇଠି ଅଛି କି ଗିରିବର ମାନେ ପର୍ବତ, ବିନ୍ଧ୍ୟ ପର୍ବତ ଏଇଠି ଅଛି। ବୁଝିପାରିଲ କି? ବିନ୍ଧ୍ୟ ସାତପୁରା ଯୋଉଟା କୁହାଯାଏ। କେବଳ ଆମେ ବିନ୍ଧ୍ୟ ପର୍ବତ ମନେ ରଖିବା। ବିନ୍ଧ୍ୟ ପର୍ବତ କଟିରେ ମାନେ କ'ଣ? ତାର ଅଣ୍ଟାରେ, ଏଇଟାକୁ ଅଣ୍ଟା ବୁଝଉଛି, ତ ଅଣ୍ଟାରେ ଅଛି। ଗଙ୍ଗା ଆଦି କେତେ ନଦୀ ଶୋଭେ ସରୀରେ। ତାପରେ ମଧ୍ୟ ଗଙ୍ଗା ନଦୀ ବି ଅଛି। କୋଉଠି ଅଛି? ଏଇଠି ଦେଖ, ଗଙ୍ଗା ନଦୀ କୋଉଠି ଅଛି? ଗଙ୍ଗା ନଦୀ ଏଇଟା ଗଙ୍ଗା ନଦୀ ଏଇଠୁ ଆସିଛି। ଏଇଠୁ ଆସିକି ଏମିତି ଆସିକି କୋଉଠି? ବଙ୍ଗୋପସାଗରରେ ପଡ଼ିଛି। ତ ଗଙ୍ଗା ନଦୀ କୋଉଠି ଅଛି? ମଧ୍ୟ ଅଛି। କେତେ ନଦୀ କହିଲେ ଆମେ କେତେଟା ନଦୀ ଜାଣିଲେ? ବ୍ରହ୍ମପୁତ୍ର ନଦୀ, ସିନ୍ଧୁ ନଦୀ ଆଉ ଗଙ୍ଗା ନଦୀ। ଆଉ କେତେଟା ପର୍ବତ ଜାଣିଲେ? ହିମାଳୟ ପର୍ବତ କୋଉଠି ଅଛି? ମସ୍ତକରେ। ଆଉ କଟିରେ କୋଉ ପର୍ବତ ଅଛି? ମାନେ ଅଣ୍ଟାରେ, ବିନ୍ଧ୍ୟ ପର୍ବତ। ଆଉ ଚରଣରେ କ'ଣ ଅଛି? ଚରଣରେ ଅଛି ମହାସାଗର। କି ମହାସାଗର? ଭାରତ ମହାସାଗର। ବୁଝିପାରିଲେ? ଆଉ ଦୁଇ ପାର୍ଶ୍ୱରେ କ'ଣ ଅଛି? ଦୁଇ ପାର୍ଶ୍ୱରେ ସମୁଦ୍ର ଅଛି, ଯୋଉଟାକି ବଙ୍ଗୋପସାଗର କୁହାଯାଏ, ଆଉ ଗୋଟେ ଆରବ ସାଗର କୁହାଯାଏ। ବୁଝିହେଲା କି? ତ ଏଇଟା ଆମେ ଜାଣିଲେ। ଦୁଇଟି ପଦ ଗଲା। ତାପରେ ଆମେ ଦେଖିବା, ତାପରେ ସ୍ୱର ପକେଇ କରିବା। ଜନମିଲେ ତୋ କୋଳରେ କେତେ ସୁର ବୀର ନରେ, ରାମଚନ୍ଦ୍ର, ଭୀଷ୍ମ, ଦ୍ରୋଣ, କର୍ଣ୍ଣ, ଅର୍ଜୁନ, ମହାକବି ବେଦ ବ୍ୟାସ, ବାଲ୍ମୀକି, କାଳିଦାସ, ଗାଇଲେ ପବିତ୍ର କଣ୍ଠେ ତୋହରି ଗୁଣ, ଚୈତନ୍ୟାଦି ମହାତ୍ମା ଜନେ, ପ୍ରଚାରିଲେ ବିଭୁ ନାମ ଆନନ୍ଦ ମନେ। କେତେ କେତେ ପୁଣ୍ୟବତୀ, କେତେ ପତିବ୍ରତା ସତୀ, କେତେ ବୀର ନାରୀ, କେତେ ବୀର ଜନନୀ, ସମସ୍ତେ ତୋର ଦୁହିତା, ପଦ୍ମିନୀ, ସାବିତ୍ରୀ, ସୀତା, ଦୁର୍ଗାବତୀ ଆଦି କେତେ ବୀର ରମଣୀ, ନମଇମା ଭକତି ଭରେ, ଅଧମ କ୍ଷମ ସୁତ ତୋ ଚରଣରେ। ତ ଚାଲ ଏଇଟା ପଢ଼ିଲେ, ଦୁଇଟି ପଦ ପଢ଼ିଲେ, ତାକୁ ଆମେ ଅର୍ଥ ବୁଝିଦେବା, ତାର ଅର୍ଥ ଜାଣିନେବା। ଜନମିଲେ ତୋ କୋଳରେ କେତେ ସୁର ବୀର ନରେ। ତୋ କୋଳରେ, ମା ଜନ୍ମଭୂମି, ମା ଭାରତ ମା, ତୋ କୋଳରେ କେତେ ସୁର ବୀର। ସୁର ଅର୍ଥ ସୁର, ଆଉ ବୀର ଅର୍ଥ ମାନେ ଯେଉଁମାନେ ରାଜାମାନେ, କେତେ ସୁର ବୀର ଜନ୍ମଗ୍ରହଣ କରିଛନ୍ତି। ଆଉ ତା ସହିତ
କିଏ କିଏ ଜନ୍ମଗ୍ରହଣ କରିଛନ୍ତି ଆମେ ଜାଣିଛନ୍ତି ରାମଚନ୍ଦ୍ର, ଭୀଷ୍ମ, ଦ୍ରୋଣ, କର୍ଣ୍ଣ, ଅର୍ଜୁନ ଆଦି କେତେ କେତେ ମାନେ କେତେ କେତେ ଭଗବାନଙ୍କ ସହିତ ତୁଳନୀୟ। ମାନେ ଭଗବାନ କହିଲେ ଆମେ ଜାଣିବା ରାମଚନ୍ଦ୍ରଙ୍କୁ, ଭୀଷ୍ମ, ଦ୍ରୋଣ ଆଜି ମହାଭାରତରେ ଏମାନେ ଥିଲେ, କର୍ଣ୍ଣ, ଅର୍ଜୁନ ତାଙ୍କୁ ବି ଆମେ ଭଗବାନ ସହିତ ତୁଳନା କରୁ। ତ ସେମାନେ ସବୁ ଜନ୍ମଗ୍ରହଣ କରିଥିଲେ ତୋ କୋଳରେ, ଭାରତରେ ଜନ୍ମଗ୍ରହଣ କରିଥିଲେ। ଆମେ କାହିଁକି ଏବେ ମହାଭାରତ ରାମାୟଣ ସବୁ ପଢ଼ୁଛନ୍ତି? ତ କାହିଁକି ନା ଏଇ ଭାରତ ଭୂମିରେ ଆମର ଭାରତ ମାଆର କୋଳରେ ଏମାନେ ସବୁ ଜନ୍ମଗ୍ରହଣ କରିଥିଲେ। ମଣିଷ ଜନ୍ମରେ ନେଇଥିଲେ, ଜନ୍ମଗ୍ରହଣ କରିଥିଲେ ମଧ୍ୟ ତାଙ୍କୁ ଆମେ ଭଗବାନଙ୍କ ସହିତ ତୁଳନା କରିଥାନ୍ତି। ରାମଚନ୍ଦ୍ରଙ୍କୁ ଆମେ ଭଗବାନଙ୍କ ସହିତ ରାମଙ୍କୁ ପୂଜା କରିଥାନ୍ତି। ବୁଝିପାରିଲ ପିଲାମାନେ? ତ ତୋ କୋଳରେ ଶୂରବୀରମାନେ ଜନ୍ମଗ୍ରହଣ କରିଛନ୍ତି। ବୁଝିଲେ କି? ତାପରେ ମହାକବି ବେଦବ୍ୟାସ, ବାଲ୍ମୀକି, କାଳିଦାସ ଗାଇଲେ ପବିତ୍ର କଣ୍ଠେ ତୋରି ଗୁଣ। ତ ମହାକବି ହେଉଛନ୍ତି ଆମର କିଏ? ବେଦବ୍ୟାସ। ବେଦବ୍ୟାସ କ'ଣ ଲେଖିଛନ୍ତି କୁହ ମୋତେ ପିଲାମାନେ? ବେଦବ୍ୟାସ ମହାଭାରତ ଲେଖିଛନ୍ତି ହେଲା। ବାଲ୍ମୀକି ରାମାୟଣ ଲେଖିଛନ୍ତି। ଆଚ୍ଛା କାଳିଦାସ କ'ଣ ଲେଖିଛନ୍ତି ପିଲାମାନେ? କାଳିଦାସ ଲେଖିଛନ୍ତି ବହୁତ ବହୁତ ଭଲ ଭଲ ମାନେ କ'ଣ ନାଟକ ଲେଖିଛନ୍ତି, ବହୁତ ସାରା ବହି ଲେଖିଛନ୍ତି, ଯେଉଁଟାକି ଅଭିଜ୍ଞାନ ଶାକୁନ୍ତଳମ୍, ଆଉ ରହିଲା ଆମର ବହୁତ ସାରା କବିତା ପୁସ୍ତକ ଲେଖିଛନ୍ତି କାଳିଦାସ। ସେଟା କ'ଣ ମନେ ପଡ଼ୁନି, ତ ଦେଖିବା ଟିକେ ଭଲ। କାଳିଦାସ ଲେଖିଛନ୍ତି କ'ଣ? ମେଘଦୂତମ୍, ଅଭିଜ୍ଞାନ ଶାକୁନ୍ତଳମ୍, ଆଉ ଆମର ରଘୁବଂଶମ୍। ତ ଏଇପରି ବହୁତ ସାରା ପୁସ୍ତକ ଲେଖିଛନ୍ତି କାଳିଦାସ। ତ ଜାଣିଲେ ଗାଇଲେ ପବିତ୍ର କଣ୍ଠେ ତୋର ଗୁଣ। ଏମାନେ ସମସ୍ତେ କ'ଣ ତୋରି ଗୁଣ ଗାଇଛନ୍ତି। ଭାରତ ମା ତୋର ଗୁଣଗାନ କରିଛନ୍ତି ତାଙ୍କ ପୁସ୍ତକରେ, ତାଙ୍କ ରଚନାରେ ସେମାନେ ଲେଖିଛନ୍ତି। ଚୈତନ୍ୟାଦି ମହାତ୍ମା ଜନେ ପ୍ରଚାରିଲେ ବିଭୁ ନାମ ଆନନ୍ଦ ମନେ। ତ ଚୈତନ୍ୟ ଆଦି ଦେଇଛି। ଚୈତନ୍ୟ ମହାତ୍ମା ଜଣେ ଥିଲେ ଯିଏକି ସବୁବେଳେ ବିଭୁ ନାମ ଭଗବାନଙ୍କ ନାମ ଜପ କରୁଥିଲେ। ତ ସେଇ ଚୈତନ୍ୟ ଆଦି ମହାତ୍ମା ଜନେ ଲୋକମାନେ ପ୍ରଚାର କରୁଥିଲେ ବିଭୁ ନାମ ଆନନ୍ଦ ମନେ, ମାନେ ଭଗବାନଙ୍କ ନାଁ ଆନନ୍ଦରେ ପ୍ରଚାର କରୁଥିଲେ। କେତେ କେତେ ପୁଣ୍ୟବତୀ, କେତେ ପତିବ୍ରତା ସତୀ, କେତେ ବୀର ନାରୀ, କେତେ ବୀର ଜନନୀ, ସମସ୍ତେ ତୋର ଦୁହିତା, ପଦ୍ମିନୀ, ସାବିତ୍ରୀ, ସୀତା, ଦୁର୍ଗାବତୀ ଆଦି କେତେ ବୀର ରମଣୀ। ଦେଇଛି କେତେ କେତେ ପୁଣ୍ୟବତୀ, ବହୁତ ସାରା ପୁଣ୍ୟ ମାନେ କରିଥିବା ମାନେ ପୁଣ୍ୟବତୀ ନାରୀମାନେ, ଆଉ ପତିବ୍ରତା ସତୀ, ସତୀ ସାବିତ୍ରୀ ଭଳି ପତିବ୍ରତା ନାରୀମାନେ, କେତେ ବୀର ନାରୀ, କେତେ ବୀର ଜନନୀ, କେତେ ବୀର ନାରୀ ଆଉ ବୀର ମା ମାନେ, ନାରୀମାନେ ସ୍ତ୍ରୀ ଲୋକମାନେ, ଆଉ କେତେ ମା ଜନନୀ ମାନେ ମା କ'ଣ କରିଛନ୍ତି? ସମସ୍ତେ ତୋର ଦୁହିତା। ଦୁହିତା କ'ଣ କାହାକୁ ବୁଝାଏ? ଦୁହିତା ହେଉଛି ଝିଅ, ଝିଅମାନଙ୍କୁ ଦୁହିତା କୁହାଯାଏ। ଦୁହିତାର ଅର୍ଥ ଝିଅ। ତ ସମସ୍ତେ ତୋର ଝିଅ, ଯେପରିକି ପଦ୍ମିନୀ, ସାବିତ୍ରୀ, ସୀତା। ପଦ୍ମିନୀ ଆଉ ସାବିତ୍ରୀ, ସୀତା ଆଉ କିଏ? ଦୁର୍ଗାବତୀ। ଏମାନେ ସମସ୍ତେ ତୋର ଦୁହିତା ଭଳି। ଆଦି କେତେ ବୀର ରମଣୀ। ଖାଲି ଏମାନେ ନୁହନ୍ତି, ତା ସହିତ ଆହୁରି ମଧ୍ୟ ବୀର ରମଣୀ ମାନେ ଅଛନ୍ତି, ତୋର ସମସ୍ତେ ଦୁହିତା କହିଲେ ଅତ୍ୟୁକ୍ତି ହେବ ନାହିଁ। ନମହିମା ଭକତି ଭରେ, ଅଧମ ଅକ୍ଷମ ସୁତ ତୋ ଚରଣରେ। ତ ଲାଷ୍ଟ କବି କହିଛନ୍ତି ମୁଁ ତୋ ଚରଣରେ ନମସ୍କାର କରୁଛନ୍ତି, ଭକ୍ତିର ସହିତ ମୁଁ ପ୍ରଣାମ ଜଣାଉଛି। କାହିଁକିନା ମୁଁ ଅଧମ ଅକ୍ଷମ ସୁତ, ଏଟା ସୁତର ଅର୍ଥ କ'ଣ? ପୁତ୍ର। ମୁଁ ହେଉଛି ଏମାନେ ସମସ୍ତେ ଯେହେତୁ ପବିତ୍ର ସତୀ ଆଉ ପବିତ୍ର ପତିବ୍ରତା ନାରୀ ବୀର ଜନନୀ ମାନେ ତୋର ଦୁହିତା ହେଲେ, ମୁଁ ତୋର ସୁତ, ମୁଁ ତୋର ଅଧମ ସେଇ ଅକ୍ଷମ ସୁତ ମାନେ ପୁତ୍ର। ମୋତେ କିଛି ଜଣା ନାହିଁ, ଯାହା ବି ମୁଁ ଲେଖୁଛି ମୋ ମନରୁ ଲେଖୁଛି, ଜଣା ନାହିଁ। ତ ମୁଁ ତୋର ସେଇ ଅଧମ ଅକ୍ଷମ ସୁତ ତୋ ଚରଣରେ ନମଇ ମାନେ ପ୍ରଣାମ ଜଣାଉଛି, ଭକ୍ତିର ସହିତ ପ୍ରଣାମ ଜଣାଉଛି। ହେ ଭାରତ ମା ତୁ ମୋର ଜନ୍ମଭୂମି, ମୁଁ ତୋ ଚରଣରେ ସେଇ ଅଧମ ଅକ୍ଷମ ସୁତ ତୋର ଏଇ ମଧୁସୂଦନ ରାଓ, ମୁଁ ତୋ ଚରଣରେ ନମସ୍କାର କରୁଛି। ଏ କବିତାଟି ପିଲାମାନେ କିପରି ଲାଗିଲା ମୋତେ ଜଣେଇବ। ତ କବିତାଟି ଭଲ ଲାଗୁଛି ନା? ଆଚ୍ଛା ଏଇଠି ପିଲାମାନେ ଦେଖ, ତମର ଭାରତ ମାନଚିତ୍ର ଥିଲା, ମୁଁ ଏଇଠି ବୁଝି ଦେଇଥିଲେ ବି ହେଇଥାନ୍ତା। ଦେଖ ଏଇଠି ମୁଁ କହିଲି ଏପଟେ ଅଛି କ'ଣ? ଆରବ ସାଗର, ଏପଟେ କି ସାଗର? ବଙ୍ଗୋପସାଗର। ଏଟା ଏଟା ଆ, ତ ଆରବ ସାଗର, ଏଟା ବଙ୍ଗୋପସାଗର। ଏଟା ଦୁଇ ପାର୍ଶ୍ୱରେ ରହିଲା। ଆଉ ମସ୍ତକରେ କ'ଣ ରହିଥିଲା? ମସ୍ତକରେ ହିମାଳୟ ପର୍ବତ ଏଇଠି ରହିଥିଲା, ହିମାଳୟ ପର୍ବତ ମସ୍ତକରେ। ଆଉ ଗଙ୍ଗା ଆଉ
ସରି ବ୍ରହ୍ମପୁତ୍ର ସିନ୍ଧୁ ନଦୀ, ବ୍ରହ୍ମପୁତ୍ର ନଦୀ ଆଉ ଗୋଟେ କଲର୍ କରିଦେବା। ବ୍ରହ୍ମପୁତ୍ର ନଦୀ କୋଉଠି ଥିଲା? ଏଇଠି ବ୍ରହ୍ମପୁତ୍ର ନଦୀ ଆସିକି ମିଶିଥିଲା ଏଇଠି କୋଉଠି? ବଙ୍ଗୋପସାଗରରେ। ତାପରେ ସିନ୍ଧୁ ନଦୀ ଏମିତି ଆସିକି ଆରବ ସାଗରରେ ମିଶିଥିଲା। ଆଉ କ'ଣ ଗଙ୍ଗା ନଦୀ ବି ଉପରେ ଥିଲା। ଆଉ କଟିରେ କ'ଣ ଶୋଭା ପାଉଥିଲା? କଟିରେ ପାଉଥିଲା ବିନ୍ଧ୍ୟ ପର୍ବତ। ବିନ୍ଧ୍ୟ ପର୍ବତ ମାନେ କଟିରେ ମାନେ ଅଣ୍ଟାରେ। ଆଉ ଚରଣରେ କ'ଣ କୋଉ ସାଗର ମହାସାଗର ଥିଲା? ଆମର ଭାରତ ନାଁ ଅନୁସାରେ ଭାରତ ମହାସାଗର ଚରଣରେ ଶୋଭା ପାଉଥିଲା। ତ ଏଇପରି ଭାବେ ଆମ ଭାରତ ମାଆକୁ ବର୍ଣ୍ଣନା କରିଛନ୍ତି ସଂକ୍ଷିପ୍ତରେ ଆମର ମଧୁସୂଦନ ରାଓ ବଢ଼ିଆ ସେ ସୁନ୍ଦର ଭାବରେ ଗୋଟେ କବିତା ମାଧ୍ୟମରେ ଆମ ଭାରତ ମାଆର ଯଶଗାନ କରିଛନ୍ତି। ଯଦି ଏଇ କବିତାଟି ତୁମମାନଙ୍କୁ ପସନ୍ଦ ଆସିଥାଏ, ମୋର ବୁଝେଇବା ଶୈଳୀ ତୁମମାନଙ୍କୁ ଭଲ ଲାଗିଥାଏ, ତ ପିଲାମାନେ ନିହାତି କମେଣ୍ଟ ସେକ୍ସନରେ କହିବ। ମୁଁ ପୁଣି ଆହୁରି ଭିଡ଼ିଓ ଏଇଭଳି ନେଇକି ଆସିବି। ଷଷ୍ଠ ଶ୍ରେଣୀ ବହିର ସମସ୍ତ ବହିରୁ ନେଇକି ଆସିବି। ତ ଯଦି ଭଲ ଲାଗେ ନିହାତି ଭାବରେ ସବସ୍କ୍ରାଇବ୍ କରିଦେବ। ଯଦି ନୂଆ କି ଚ୍ୟାନେଲକୁ ଆସିଥିବେ ତ ନିହାତି ଭାବରେ ସବସ୍କ୍ରାଇବ୍ କରିକି ଲାଇକ୍ ସେୟାର ମଧ୍ୟ କରିଦେବ। ଆଉ ସବସ୍କ୍ରାଇବ୍ କରିଦେବା ଦ୍ୱାରା ସର୍ବପ୍ରଥମେ ତୁମମାନଙ୍କ ଦେଇ ମୋ ଭିଡ଼ିଓ ପକାଇବା ମାତ୍ରେ ପଳେଇବ। ଭିଡ଼ିଓଟି କଲେ ତୁମମାନେ ଦେଖିବ। ତ ବୁଝିପାରିଲ ପିଲାମାନେ? ନେକ୍ସଟ କ୍ଲାସ୍ରେ ଆମେ ଆର ପ୍ରଶ୍ନ ଉତ୍ତର ଡିସ୍କସନ୍ କରିବା।